ଆଜିର ଶିଶୁ ଆଗାମୀ ଦିନର ଭବିଷ୍ୟତ। ସେମାନେ ଭବିଷ୍ୟତ ଗଢ଼ିଲେ ଦେଶ ସମୃଦ୍ଧି ପଥରେ ଆଗେଇ ଯିବ। କିନ୍ତୁ ହେଲେ ପୁରୀ ଜିଲ୍ଲା ଅନ୍ତର୍ଗତ ଅସ୍ତରଙ୍ଗ ଅଞ୍ଚଳରେ ଥିବା ଆଜି ଯେଉଁ ସବୁ ସ୍କୁଲର ଦୃଶ୍ୟ ଆପଣମାନେ ଦେଖୁଛନ୍ତି, ସେଠି ନା ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦିଆଯାଉଛି, ନା ସ୍କୁଲ ୟୁନିଫର୍ମ ସେମାନଙ୍କୁ ଦିଆଯାଉଛି, ନା ସେମାନଙ୍କ ପାଖରେ ସ୍କୁଲର ଆଇଡି କାର୍ଡସ୍ ଅଛି। ସରକାରଙ୍କର ଆଖି ଖୋଲିବା ପାଇଁ ଭିଡିଓଟି ପିଲାମାନଙ୍କ ତରଫରୁ ସରକାରଙ୍କ ପାଖରେ ପହଞ୍ଚାନ୍ତୁ। କାରଣ ହେଉଛି ଯେ ପିଲାମାନଙ୍କୁ ଶିକ୍ଷା ବା ବିଦ୍ୟାଳୟ ଆଡ଼କୁ ଟାଣିବା ପାଇଁ ଯେ ପିଲାମାନେ ସ୍କୁଲ ଆସନ୍ତୁ, ଖାଇବା ଭଲ ପୋଷାକ ପିନ୍ଧି ସ୍କୁଲକୁ ଯିବାର ଉଦ୍ଦେଶ୍ୟରେ ପିଲାମାନେ ଲୋଭରେ କିଭଳି ଭାବରେ ପାଠ ପଢିବା ପାଇଁ ସ୍କୁଲ ଆଡ଼କୁ ସ୍କୁଲ ମୁହାଁ ହେବେ। କିନ୍ତୁ ବର୍ତ୍ତମାନ ସରକାର ରଙ୍ଗ ବଦଳେଇବାର ପରିସ୍ଥିତି ଭିତରେ ନିଜକୁ ଏତେ ମାତ୍ରାରେ ସାମିଲ କରିଦେଇଛନ୍ତି, ଯାହାଫଳରେ ପିଲାମାନଙ୍କର ରଙ୍ଗ ବଦଳିଛି, ସେମାନଙ୍କର ଭବିଷ୍ୟତର ରଙ୍ଗ କିଭଳି ଭାବରେ ବଦଳିବ ଏବଂ ବର୍ତ୍ତମାନ ଯଦି ପିଲାମାନେ ପାଠ ପଢିବା ପାଇଁ ଯାଉଛନ୍ତି ତାହେଲେ ସେମାନେ କେତେ ଦୂର ନିଜେ ନିଜ ଆଖି ସାମ୍ନାରେ ରଙ୍ଗୀନ ଅଛନ୍ତି ତାକୁ ସରକାର ଦେଖିକି ବି ଅଣଦେଖା କରୁଛନ୍ତି। ଯେ ଶିକ୍ଷା ବ୍ୟବସ୍ଥା ଭିତରେ ରଙ୍ଗ ବଦଳୁ, କିନ୍ତୁ ପିଲାମାନଙ୍କର ଭବିଷ୍ୟତର ରଙ୍ଗ ନ ବଦଳି ଯାଉ। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।